ଦିନେ 10 ମହଲା କୋଠାରେ ଚଳୁଥିଲେ। ଏବେ କିନ୍ତୁ ନିଜେ ଖଟରୁ ତଳକୁ ଖସିବାକୁ ସାହାରା ଖୋଜୁଛନ୍ତି। ଯିଏ ପରିବାରର ପେଟ ପୋଷୁଥିଲେ ସେ ଏବେ ଶଯ୍ୟାଶାୟୀ। ନା ଏବେ ରୋଜଗାର ଅଛି, ନା ଏବେ ଚିକିତ୍ସା ପାଇଁ ଟଙ୍କା। ଏବେ କେବଳ ସାହା ଭରସା ସରକାରଙ୍କ ସହାୟତା। ଯେଉଁ ମା ମୁହଁରେ ହସ ଫୁଟାଇଥାନ୍ତେ ସେ ଆଜି କାନ୍ଦୁଛନ୍ତି, କାରଣ ବିଧବା ମାର ଥିଲେ ସେ କେବଳ ଏକମାତ୍ର ସାହା ଭରସା। ହେଲେ ଦୈବ କିଛି ଅଲଗା ଲେଖିଥିଲେ। ମାର ସେବା କରିବା ପରିବର୍ତ୍ତେ ଏବେ ସେ ନିଜେ ସେବା ଖୋଜୁଛନ୍ତି। ନିଜ ହାତରେ ଅନେକ ଲୋକଙ୍କ ଘର ତିଆରି କରିଥିବା ଲକ୍ଷ୍ମୀଧର ଆଜି ନିଜ ଘର ତୋଳିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ। ସାରା ଜୀବନ ପରିବାର ବୋଝକୁ ନିଜ କାନ୍ଧରେ ବୋହିବା ପାଇଁ ଯେ ଦିନେ ମାକୁ କଥା ଦେଇଥିଲେ ସେ ଆଜି କିନ୍ତୁ ବିଧବା ମା ପାଇଁ ବୋଝ ହୋଇଯାଇଛନ୍ତି। ଆମେ କହୁଛୁ ଚାନ୍ଦବାଲି ବ୍ଲକ ବାଲିଆପାଳ ଗଛଆଡ଼ିଆ ଗ୍ରାମର ସାବିତ୍ରୀ ମହାଳିକଙ୍କ ପୁଅ ଲକ୍ଷ୍ମୀଧରଙ୍କ କଥା। ଲକ୍ଷ୍ମୀଧର ଥିଲେ ଘରର ଏକମାତ୍ର ରୋଜଗାରିଆ ପୁଅ। ପରିବାର କହିଲେ ବିଧବା ମା ଏବଂ 2 ଭାଇ। ପରିବାର ପ୍ରତିପୋଷଣ ପାଇଁ ସ୍ଥାନୀୟ ଅଞ୍ଚଳର ଏକ ଠିକାଦାରଙ୍କ ସହିତ 2014ରେ ବାଙ୍ଗାଲୋର ଯାଇଥିଲେ ଲକ୍ଷ୍ମୀଧର। ହେଲେ ସେ କୌଣସି କାରଣବଶତଃ ଛାତରୁ ତଳକୁ ଗଳି ପଡ଼ିଥିଲେ। ଚିକିତ୍ସା ଅଭାବରୁ ସେ ଆଜି ବିଛଣାରେ ପଡ଼ି ଜୀବନ ସହିତ ସଂଘର୍ଷ କରୁଛନ୍ତି। ମୋ ଭାଇ 9 ବର୍ଷ ହେଲା ପଡ଼ିଲି ବିଛଣାରେ। ମୁଁ ବହୁତ ଅଭାବ ଘରର ପୁଅ। ମୋର ଆର୍ଥିକ ଅବସ୍ଥା ବହୁତ ଖରାପ। ମୋ ବାପା ନାହାନ୍ତି। ମୁଁ ଗୋଟେ କଣ୍ଟ୍ରାକ୍ଟର କାମକୁ ଯାଇଥିଲି, ତା ନାଁ ଲକ୍ଷ୍ମଣ ସାହୁ, 35 ସାହି ବାଲିଆପାଳ 35 ସାହି। ସେ ମୋତେ ବେଙ୍ଗଲୋର ତାଙ୍କୁ କାମ କରିବାକୁ ନେଇଥିଲେ। ମୋତେ କାମ କରୁଥିବା ଟାଇମରେ ମୋତେ ପେଲି ଦେଲେ। ମୁଁ ପଡ଼ିଗଲି, ପଇସା ମାଗିଲି, ପଇସା ଝଗଡ଼ା କଲେ, ମାଗିବାରୁ ମୋତେ ପେଲି ଦେଲେ। ମୁଁ ତଳୁ ପଡ଼ିଗଲି। ପଡ଼ିଗଲା ପରେ ମୋତେ ସବୁ ଉଠେଇଲା ଆସି ଯେତେବେଳୁ ପୁରା ମୋ ହାତ ଗୋଡ଼ ଆଉ କାମ କଲା ଅଚଳ ହେଇଗଲା। ପରିବାର ମୁହଁରେ ହସ ଦେଖିବା ପାଇଁ ଯେ ଦିନେ ସ୍ୱପ୍ନ ଦେଖୁଥିଲେ ଆଜି ସେ ନିଜର ଚିକିତ୍ସା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ ମାଗୁଛନ୍ତି। ଦୀର୍ଘ 9 ବର୍ଷ ହେବ ବିଛଣାରେ ପଡ଼ି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଲକ୍ଷ୍ମୀଧର। କିଟିମିଟି ଅନ୍ଧାର ରାତିରେ ଡିବିରି ଆଲୁଅରେ ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମଣିଷଟି ଆଜି କିନ୍ତୁ ଚିକିମିକି ଆଲୁଅରେ ବାଟବଣା ହୋଇ ବଞ୍ଚିବାର ରାହା ଖୋଜୁଛନ୍ତି। ଜୀବନର ଦୋଛକିରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଲକ୍ଷ୍ମୀଧରକୁ ସରକାରୀ ସହାୟତା କହିଲେ ମୁଣ୍ଡ ପିଛା 5 କେଜି ଚାଉଳ ଆଉ ମାତ୍ର 700 ଟଙ୍କା। ଏପଟେ ପରିବାର ଲୋକେ ଲକ୍ଷ୍ମୀଧର କାମ କରୁଥିବା ଠିକାଦାରଙ୍କୁ ପୁଅର ଚିକିତ୍ସା କଥା କହିବାରୁ ସେ ମଧ୍ୟ କୌଣସି ସାହାଯ୍ୟ କରିନଥିବା କହିଛନ୍ତି ଲକ୍ଷ୍ମୀଧରଙ୍କ ମା। ସାରେ ମୋ ସ୍ୱାମୀ ନାହିଁ, ଆଉ ସେଇ ପୁଅକୁ ନେଇକି ଦିନ କାଟୁଛନ୍ତି। କ୍ଷମତାର ପୁଅ, ମୋର ଘର ପଡ଼ିଛି, ଜମିବାଡ଼ି କିଛି ନାହିଁ। ମୋ ସଂସାର ବହୁତ ହୀନର ଚଳୁଛି, ବହୁତ ଭାସି ଯାଇଛି ମୋ ସଂସାର। କେହି ମୋ ଡାକ ଶୁଣୁନାହାନ୍ତି। ବହୁତ ଲୋକଙ୍କ କତିକି ଯାଉଛି ସିନା, ଭରସା ଦେଉଛନ୍ତି, ଭରସା ଦେଇକି ଭରସା କରୁଛନ୍ତି। ଗାଁ ଗାଁ ବୁଲିକି ବଜାର ବୁଲିକି ମାଗିକି ଘର ଚଳୁଛି। ବହୁତ ମୋତେ କଷ୍ଟ ହଉଛି। ପୁଅର 5 କିଲୋ ଚାଉଳ ଆଉ 700 ଟଙ୍କା, ମୋର 500 ଟଙ୍କା ଭତ୍ତା ପଇସା। ଯିଏ ନେଇଥିଲା କାମକୁ ସେ ମୋ ପୁଅକୁ ଆଜି ନଷ୍ଟ କରିଦେଇଛି। କହୁଛି ତୋ ପୁଅର କିଛି ହେଇନାହିଁ। ସେଇ ଯେଉଁ କଣ୍ଟ୍ରାକ୍ଟର ଛାତରୁ ପେଲି ଦେବା, ୟାର କହିବା ଯେ ମୁଁ ପଡ଼ିଯିବା, ୟା ଭିତରେ ସେଇଟା ପୋଲିସର ତଦନ୍ତ ହିଁ କଲେ ହିଁ ଜଣାପଡ଼ିବ ତାର କ'ଣ ହେଇଛି ସେଠିକା ଘଟଣା। ଆମେ ତ ଗାଁ ଲୋକ ନା, ଆମେ ତ ଜାଣିନୁ ସେଠି ଘଟଣା। ତେଣୁ ୟାର ଅଭିଯୋଗ, ତାର କହିବାକୁ ନେଇ ପୋଲିସ ତଦନ୍ତ କଲେ ଜଣାପଡ଼ିବ। ପୋଲିସ ହିଁ ତଦନ୍ତ ପରିସରଭୁକ୍ତକୁ ସେ କଣ୍ଟ୍ରାକ୍ଟର ଆସିବା ଦରକାର। ଆସିଲା ପରେ ତାକୁ ତାର ଅଭିଯୋଗ ଯେ ମୋତେ କଟକ SCB ଗଭର୍ଣ୍ଣମେଣ୍ଟ ମେଡ଼ିକାଲରେ ଆଣି ପକେଇ ଦେଇ ଯିଏ ଯେଝା ବାଟର ପଳେଇଗଲା ପରେ ସେ ପେସେଣ୍ଟ ଆସିଲା ଏଠି ପୁରା ଏକଦମ ତାର 2 ସାଇଡ୍ ଘା ହେଇଯିବା, ପଚିଯିବା, ପୁରା ଅବସ୍ଥା ମୁର୍ମୂଷ ଅବସ୍ଥାରେ ପଡ଼ିଥିଲା। ଆମ ବଜ୍ରପୁର ପଞ୍ଚାୟତର ଜଣେ ବରିଷ୍ଠ ନାଗରିକ ପ୍ରଦୀପ କର ବୋଲିକି ସେ ସମ୍ପୂର୍ଣ୍ଣ ସେ ଆପ୍ଲିକେସନ୍ ବି ଆମ ପାଖରେ ଅଛି, ଆପଣଙ୍କୁ ଦେଖେଇଦେବି। ତାଙ୍କ ମାଧ୍ୟମରେ ଆମେ 10-15 ଜଣ ଲୋକ ଯାଇଥିଲୁ। କଲେକ୍ଟରଙ୍କୁ ଜଣେଇଛୁ, BDOଙ୍କୁ ଜଣେଇଛୁ, ତହସିଲଦାରଙ୍କୁ ଜଣେଇଛୁ, IACଙ୍କୁ ଜଣେଇଛୁ ଯେ ତୁରନ୍ତ ଏ ପିଲାର କିଏ ୟାକୁ ପେଲି ଦେବା କିମ୍ବା ପଡ଼ିଯିବା, ୟାର ଗୋଟେ ଆଇନତଃ ଗୋଟେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପ୍ଲସ୍ ପିଲାକୁ କଲେକ୍ଟରଙ୍କ ମାଧ୍ୟମରେ ଆମେ ପ୍ରଶାସନକୁ ଅନୁରୋଧ କରୁଛୁ ତାର ଖାଦ୍ୟ, ତାର ମେଡ଼ିକାଲ ସୁବିଧା
ଏବଂ କେମିତି ବଞ୍ଚିବ ଗୋଟେ ପିଲା ତ ହ୍ୟାଣ୍ଡିକ୍ୟାପ୍ଟ ହେଇସାରିଛି ନା ବଞ୍ଚିବ କେମିତି ତାର ବ୍ୟବସ୍ଥା ବିଧି ବ୍ୟବସ୍ଥା କରାଯାଉ। ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ବାଧକ। ସରକାରୀ ସ୍ତରରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସହଯୋଗ ପାଇନଥିବା କହିଛନ୍ତି ଲକ୍ଷ୍ମୀଧର। ତେବେ ଘଟଣା ଯାହା ହେଉନା କାହିଁକି ଶଯ୍ୟାଶାୟୀ ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ସରକାର ଏବଂ ସ୍ଥାନୀୟ ଠିକାଦାର ଉଭୟଙ୍କ ସହଯୋଗର ଆବଶ୍ୟକତା ରହିଛି। ତେବେ ସରକାରୀ ଏବଂ ବେସରକାରୀ ସ୍ତରରେ ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ସହାୟତା ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଚାନ୍ଦବାଲିରୁ ବିଜୟ ମହାଳିକଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।